ପ୍ରଶ୍ନ ହେଲା, ଭଗବାନ ତ ପରମ ଦୟାଳୁ, ସେ ସେହି ଦୁଷ୍ଟମାନଙ୍କୁ ବୁଝାଇ ସୁଝାଇ ସେମାନଙ୍କ ସ୍ୱଭାବକୁ ସୁଧାରି ନ ଦେଉଣୁ ସେମାନଙ୍କୁ ଏପରି ଦଣ୍ଡ କାହିଁକି ଦିଅନ୍ତି? ଉତ୍ତର, ସେମାନଙ୍କୁ ଦଣ୍ଡ ଦେବା ଏବଂ ମାରିଦେବା ମଧ୍ୟ ଭଗବାନଙ୍କର ପରମ ଦୟା। କାରଣ ସେହି ଦଣ୍ଡ ଓ ମୃତ୍ୟୁ ଦ୍ୱାରା ମଧ୍ୟ ଭଗବାନ ସେମାନଙ୍କୁ ପାପ ମୁକ୍ତ କରିଦିଅନ୍ତି। ଭଗବାନଙ୍କ ଦଣ୍ଡ ବିଧାନ ସମ୍ବନ୍ଧରେ କଦାପି ଭାବିବା ଉଚିତ ନୁହେଁ ଯେ ଏସବୁ ଫଳରେ ତାଙ୍କ ଦୟାଳୁତାର ସାମାନ୍ୟ ମାତ୍ର ବି ତ୍ରୁଟି ରହିଯାଏ। ନିଜ ପିଲାଙ୍କର ହାତ ପାଦ ଆଦି କୌଣସି ଅଙ୍ଗରେ ଘା ହେଲେ ମାତା ପିତା ଯେପରି ପ୍ରଥମେ ସେଥିରେ ଔଷଧ ପ୍ରୟୋଗ କରନ୍ତି, କିନ୍ତୁ ଯେତେବେଳେ ଜଣାପଡ଼ିଯାଏ ଯେ ଔଷଧ ଦ୍ୱାରା ତାହା ଆଉ ଭଲ ହୋଇପାରିବ ନାହିଁ ଏବଂ ବିଳମ୍ବ ହେଲେ ତାହାର ବିଷ ଅନ୍ୟ ଅଙ୍ଗକୁ ବ୍ୟାପିଯିବ, ସେତେବେଳେ ସେମାନେ ଯଥାଶୀଘ୍ର ସୁସ୍ଥ ଅଙ୍ଗକୁ ରକ୍ଷା କରିବା ପାଇଁ ଯେପରି ଦୂଷିତ ହାତ ଗୋଡ଼ ଆଦି ଅଙ୍ଗକୁ ଅପରେସନ୍ କରାଇ ଦିଅନ୍ତି ଏବଂ ଆବଶ୍ୟକ ହେଲେ ତାହାକୁ କଟାଇ ମଧ୍ୟ ଦିଅନ୍ତି, ଭଗବାନ ମଧ୍ୟ ଦୁଷ୍ଟମାନଙ୍କର ଦୁଷ୍ଟତା ଦୂର କରିବାକୁ ପ୍ରଥମେ ସେହିପରି ସେମାନଙ୍କ ନୀତି ଅନୁସାରେ ଦୁର୍ଯ୍ୟୋଧନକୁ ବୁଝାଇଲା ପରି ବୁଝାଇବାକୁ ଚେଷ୍ଟା କରନ୍ତି। ଦଣ୍ଡ ଭୟ ମଧ୍ୟ ଦେଖାନ୍ତି, କିନ୍ତୁ ଯେତେବେଳେ ସେଥିରେ କାମ ଚଳେ ନାହିଁ, ସେମାନଙ୍କର ଦୁଷ୍ଟାମି ବଢ଼ିଯାଏ, ସେତେବେଳେ ସେମାନଙ୍କୁ ଦଣ୍ଡ ଦେଇ ବା ମରାଇ ଦେଇ ପାପର ଫଳ ଭୋଗାଇ ଦିଅନ୍ତି। ଅଥବା ଯାହାଙ୍କର ପୂର୍ବ ସଞ୍ଚିତ କର୍ମ ଉତ୍ତମ ହୋଇଥାଏ, କିନ୍ତୁ କୌଣସି ବିଶେଷ କାରଣରୁ ବା କୁସଙ୍ଗ ଦୋଷରୁ ଯେଉଁମାନେ ଇହ ଜନ୍ମରେ ଦୁରାଚାରୀ ହୋଇଯାଆନ୍ତି, ସେମାନଙ୍କୁ ଭଗବାନ ନିଜ ହାତରେ ମାରି ମୁକ୍ତ କରିଦିଅନ୍ତି। ଏହିସବୁ କ୍ରିୟାମାନଙ୍କରେ ଭଗବାନଙ୍କର ଦୟା ପୂର୍ଣ୍ଣ ହୋଇ ରହିଥାଏ। ପ୍ରଶ୍ନ ହେଲା, ଭଗବାନ ତ ସର୍ବଶକ୍ତିମାନ, ସେ ଅବତାର ନ ନେଇ ମଧ୍ୟ ସବୁ କାମ କରିଦେଇପାରିବେ, ଅବତାରର ଆବଶ୍ୟକତା କ'ଣ? ଉତ୍ତର, ଏକଥା ନିଶ୍ଚିତ ଭାବରେ ଠିକ୍। ତେଣୁ ଭଗବାନ ଅବତାର ନ ନେଇ ମଧ୍ୟ ସବୁକିଛି ଅନାୟାସରେ କରିଦେଇ ପାରନ୍ତି ଏବଂ କରନ୍ତି ମଧ୍ୟ, କିନ୍ତୁ ଲୋକମାନଙ୍କ ଉପରେ ବିଶେଷ ଦୟା କରି ନିଜର ଦର୍ଶନ ସ୍ପର୍ଶନ ଓ ଭାଷଣ ଆଦି ଦ୍ୱାରା ସହଜରେ ଲୋକମାନଙ୍କୁ ଉଦ୍ଧାରର ସୁଅବସର ଦେବା ନିମନ୍ତେ ଏବଂ ନିଜର ପ୍ରେମୀ ଭକ୍ତମାନଙ୍କୁ ନିଜର ଦିବ୍ୟ ଲୀଳାଦି ଆସ୍ୱାଦନ କରାଇବା ନିମନ୍ତେ ଭଗବାନ ସାକାର ରୂପରେ ପ୍ରକଟ ହୁଅନ୍ତି। ସେହି ଅବତାରରେ ଧରିଥିବା ରୂପକୁ ସ୍ମରଣ କରି ତଥା ତାଙ୍କର ଗୁଣ ପ୍ରଭାବ ନାମ ମାହାତ୍ମ୍ୟ ଏବଂ ଦିବ୍ୟ କର୍ମମାନଙ୍କୁ ଶ୍ରବଣ କୀର୍ତ୍ତନ ସ୍ମରଣ କରି ଲୋକେ ସହଜରେ ସଂସାର ସାଗର ପାର ହୋଇଯାଇପାରନ୍ତି। ଏପରି କାର୍ଯ୍ୟ ଅବତାର ଗ୍ରହଣ ବ୍ୟତୀତ ହୋଇପାରିବ ନାହିଁ। ପ୍ରଶ୍ନ ହେଲା, ମୁଁ ଯୁଗେ ଯୁଗେ ପ୍ରକଟ ହୁଏ, ଏହାର ଭାବ କ'ଣ? ଏହାଦ୍ୱାରା ଭଗବାନ ଦେଖାଇ ଦେଇଛନ୍ତି ଯେ ପ୍ରତ୍ୟେକ ଯୁଗରେ ଯେତେବେଳେ ଯୁଗ ଧର୍ମ ଅପେକ୍ଷା ଧର୍ମର କ୍ଷୟ ଅଧିକ ହୋଇଯାଏ, ସେତେବେଳେ ଆବଶ୍ୟକତା ଅନୁସାରେ ସେ ବାରମ୍ବାର ପ୍ରକଟ ହୋଇଥାନ୍ତି। ଗୋଟିଏ ଯୁଗରେ ଭଗବାନ ଥରେ ଅବତାର ଗ୍ରହଣ କରିବେ ବୋଲି ସେପରି କୌଣସି ନିୟମ ନାହିଁ।